ଖାକିରେ କଳଙ୍କ। ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ କାର ଓ ଗଞ୍ଜେଇ ସହିତ ପୋଲିସ ଯବାନ ଗିରଫ। ବୌଦ୍ଧ ଜିଲ୍ଲା ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ରବିବାର ଦିନ ଏକ କାର ଓ ଗଞ୍ଜେଇ ସହିତ ଜଣେ ପୋଲିସ ଯବାନ ଗିରଫ ହୋଇଛନ୍ତି। ଖାକିରେ ଲଗାଇଲେ କଳଙ୍କ। ଜଣେ ପୋଲିସର ଡିଭିଏଫ୍ ଯବାନ ନିଜେ ଏକ କାର ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି। ଗିରଫ ହୋଇଥିବା ଯବାନ ଜଣକ ହେଲେ ବୌଦ୍ଧ ପୋଲିସର ଡିଭିଏଫ୍ ଯବାନ ଡିଙ୍ଗର ମାଝୀ। ସୂଚନା ପ୍ରକାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ପୋଲିସ ଅବକାରୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗଠିତ ଏକ ମିଳିତ ଟିମ୍ ଲାଣ୍ଡିବନ୍ଧ ଗ୍ରାମ ନିକଟରେ ଜଗି ରହିଥିଲେ। ମିଳିତ ଟିମ୍ ଯବାନ ଡିଙ୍ଗର ମାଝୀଙ୍କ କାର ନମ୍ବର OR02 BY 2033କୁ ପିଛା କରି ଦେବଗଡ଼ ଗ୍ରାମ ନିକଟ ରାସ୍ତାରୁ ଧରିଥିଲେ। କାର ତଲାସି କରାଯିବା ପରେ ସେଥିରୁ 58 କେଜି 300 ଗ୍ରାମର ଗଞ୍ଜେଇ ବାହାରିଥିଲା। କାର ଓ ଗଞ୍ଜେଇ ଜବତ କରାଯିବା ସହିତ ଡିଭିଏଫ୍ ଯବାନ ଡିଙ୍ଗର ମାଝୀଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। ବୌଦ୍ଧରୁ ଭାଗବତ ମେହେରଙ୍କ ରିପୋର୍ଟ, ଫୋକସ୍ ପ୍ଲସ୍।